କାଉ ରାବିଲାଣି ପାହିଲାଣି ନିଶି ଖବର ନ ଦେଇ ମିଷ୍ଟର ଗଲେଣି ଆସି। ସାଙ୍ଗମାନେ ଜୟ ଜଗନ୍ନାଥ। ସବୁଦିନ ଭଳି ଆଜି ମଧ୍ୟ ସକାଳୁ ଘର କାମରେ ବ୍ୟସ୍ତ ଥିଲି। ଦୀପାବଳି ପୂର୍ବ ଦିନ ମହଳା ପିଣ୍ଡ, ସେଥିପାଇଁ ଘର ଧୁଆ, ଲୁଗାପଟା ଧୁଆ, ଡବା ବୋତଲଠୁ ଆରମ୍ଭ କରି ସବୁ ଜିନିଷ ଧୋଇ ସଜାଡ଼ି ରଖିବା ଗୋଟେ ପରେ ଗୋଟେ କାମ ମୋର ଚାଲିଥିଲା। ତ ଏତିକି ବେଳେ ମିଷ୍ଟର ଆସିଗଲେ। ମୁଁ ଜାଣିପାରିଲିନି। ଡୁଡୁ ମିଷ୍ଟରଙ୍କୁ ଦେଖିକି ଟିକେ ଲାଜ କରୁଥିଲା, କାହିଁକି ନା କେତେ ଦିନ ପରେ ସିଏ ମିଷ୍ଟରଙ୍କୁ ଦେଖିଲା। ତ ଏଠି ମହଳା ପିଣ୍ଡ ଦିଆଗଲା। ପୂର୍ବ ଭିଡିଓରେ ଯାହା କହିଥିଲି ନନା ମଧ୍ୟ ସେଇ କଥା ଏଠି କହିଲେ। ସେ କଥା ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ତଳେ ଥିବା ରିଲେଟେଡ୍ ଭିଡିଓ କ୍ଲିକ୍ କରି ଦେଖନ୍ତୁ। କଥାରେ ଅଛି, ସମୟ ଏମିତି ଏକ ପରିସ୍ଥିତିକୁ ମଣିଷକୁ ଆଣିକି ପହଞ୍ଚାଇ ନିଏ, ନିଜ ଘରକୁ ଆସିବାକୁ ହେଲେ ମଧ୍ୟ ପୁରୁଷକୁ ଅନ୍ୟ ଜଣେ ଅନୁମତି ଦିଏ। ଦୀପାବଳି କାହିଁକି ପାଳନ କରାଯାଏ? ପୌରାଣିକ ନୁହେଁ, ବୈଜ୍ଞାନିକ କାରଣ କ'ଣ ସେ ବିଷୟରେ ମୁଁ ନେକ୍ସଟ ଭିଡ଼ିଓରେ ଜଣେଇବି। ସେ ପର୍ଯ୍ୟନ୍ତ ରହିଲି। ଆଉ ହଁ, ଯଦି ଭିଡ଼ିଓ ଭଲ ଲାଗୁଥାଏ ତାହେଲେ ସୋସିଆଲ ମିଡ଼ିଆର 1000 ଭିଡ଼ିଓ ଭିତରେ ମୋତେ ସବସ୍କ୍ରାଇବ୍ କରିକି ବାନ୍ଧି ରଖନ୍ତୁ। ରହିଲି। ଜୟ ମା ବିରଜା।